श्रीमद्भागवत तृतीय स्कंध 31 अध्याय। कपिल उवाच शृण जननी तदंतरे पुण्यपातक सुविचारे ए पुण्य पाप अनुसारे मनुष्य देह प्राणी धरे मनुष्य देह जेणु स्थिति तेणु से राजसिक मति ଏହା କହିବା ତୋ ଆଗରେ ସୁଜନେ ଶୁଣ ହେତୁ ଦ୍ୱାରେ ବୋଲନ୍ତି ପ୍ରଭୁ ଭଗବାନ ଭୋମାତ ସାବଧାନେ ଶୁଣ। ଏ ଜୀବ ଯେ କର୍ମ ଇଚ୍ଛଇ ଈଶ୍ୱର ତହିଁ ନିଉଜଇ ଏ ଜୀବ ସ୍ୱକର୍ମ ବଶରେ ପୁରୁଷ ଚେତ ଆଶା କରେ ପୁଣି ଏ ଦେହ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ ପୁରୁଷ ଦେହର ସ୍ୱରୂପେ ପଶଇ ଆତ୍ମାର ସଂକଳ୍ପେ ଯେ ଜନ୍ମେ ଯେ ଗର୍ଭ ସଂଯୋଗ ପଶଇ ରଜବୀର୍ଯ୍ୟ ଯୋଗ ସେରେ ତ ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ ତାହାକୁ ବୋଲିଟି କଲ୍ଲୋଳ ପଞ୍ଚମ ଦିନେ ସେ ବର୍ତ୍ତୁଳ ସେ ପୁଣି ବଦରି ସମାନେ କଠିନ ହୁଏ 10 ଦିନେ ତାପରେ ହୋଇ ମାଂସ ପିଣ୍ଡ ତଦନ୍ତେ ପ୍ରକାଶଇ ଅଣ୍ଡ ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଅଇ କନ୍ଧରେ ସମ୍ପୂର୍ଣ୍ଣ ବେନିମା ଯାଏ କର ଚରଣ ଆଦି ହୋଏ ଅଙ୍ଗୁଳି ନଖ ତନୁ ରୋମ ଅସ୍ଥି ହୃଦୟ ନାଡ଼ି ମାନ ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି ତୃତୀୟ ମାସେ ପ୍ରସିଦ୍ଧି ଚତୁର୍ଥ ମାସେ ଧାତୁ ହୋଏ ପଞ୍ଚମେ କ୍ଷୁଧା ତୃଷା ବହେ ତଦନ୍ତେ ଷଷ୍ଠ ପରିମିତ କ୍ଷୁଧା ତୃଷାରେ ସେ ପୀଡ଼ିତ ଗର୍ଭବେଷ୍ଟନେ ବଦ୍ଧ ହୋଇ ଦକ୍ଷିଣ କୁକ୍ଷିରେ ଭ୍ରମଇ ଜନନୀ ଯେ ଦ୍ରବ୍ୟ ଭକଇ ସେ ରସେ ସେ ଧାତୁ ବଢ଼ଇ ମୂତ୍ର ପୁରିଷ ରକ୍ତ ଲାଳେ କୃମି ପୀଡ଼ିତ ସମାକୁଳେ ତହିଁ ଯନ୍ତ୍ରିତେ ଶୋଇଥାଇ କୃମି ସଂକୁଳ ମଧ୍ୟେ ରହି ଅତି କୋମଳ କଳେବର କୃମି ଭକ୍ଷଣେ ନୋହେ ସ୍ଥିର ଅଙ୍ଗ କାଟନ୍ତେ କୃମିମାନେ ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ ବହୁତ କ୍ଲେଶ ତହିଁ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ ଉଷ୍ଣ ଲବଣ କଟୁ ତୀକ୍ଷ୍ଣ କ୍ଷାର ଆମ୍ବିଳ ଯା ଭକ୍ଷଣ ଜନନୀ ଆହାର କରଇ ସେ ରସେ ସର୍ବାଙ୍ଗ ପୀଡ଼ଇ କରଇ ବେଦନାକୁ ଜାତ ତେଣେ ତା ସର୍ବାଙ୍ଗ ପୀଡ଼ିତ ନିବାସ ଜରାୟୁ ଭିତରେ ନାଡ଼ୀରେ ବେଷ୍ଟିତ ନିର୍ଭରେ କୁଟିଳ ଭାବେ ଶିରୋଧର ପୃଷ୍ଠ କୁଟିଳ କଳେବର ମାତୃକୁକ୍ଷିରେ ଦେଇ ଶିର ପଡ଼ି ଯେ ଥାଇ ନୋହେ ସ୍ଥିର ଶରୀର ଚାଲି ନ ପାରଇ ପିଞ୍ଜର ପକ୍ଷୀ ପ୍ରାୟ ହୋଇ ସେ ଗର୍ଭେ ପୂର୍ବ କର୍ମ ବସେ ବହୁତ ଜନ୍ମ ତାକୁ ଦିଶେ ସତେ ଜନ୍ମର କର୍ମ ଯେତେ ସୁମରୁ ଥାଏ ଗର୍ଭଗତେ ସେ ପାପ ପୁଣ୍ୟ ମନେ ଧ୍ୟାଇ ବହୁତ ନିଶ୍ୱାସ ଛାଡ଼ଇ ତା ଫେଡ଼ି ନ ପାରଇ କେହି କର୍ମ ଆୟତ୍ତେ ବଶ ହୋଇ ସୁମରି ପୂର୍ବ ଜନ୍ମ ଦୁଃଖ ସୁଖ ନ ଲଭି ସେ ବିମୁଖ ସପ୍ତମ ମାସ ଆଦି କରି ତା ଦେହେ ଜ୍ଞାନ ଥାଇ ପୁରୀ ପ୍ରସୂତି ବାତ ବଳିଆର ତେଣେ କମ୍ପଇ ତା ଶରୀର ଦେହକୁ ଅସ୍ଥିର କରଇ କୃମି ଯେ ଶନେ ଭ୍ରମ ଥାଇ ସେ ରୂପେ ଗର୍ଭେ ତା ଭ୍ରମଣ ଦୁଃସହ ସେ ଦୁଃଖ କଷଣ ତଦନ୍ତେ ଶୁଣ ଗୋ ଜନନୀ ଭାଳଇ ଦିବସ ରଜନୀ ଅତି ବିମୁଖେ କଷ୍ଟ ସହି ସେ ଗର୍ଭେ ଆତ୍ମାକୁ ଦେଖଇ ତା ରୂପ ଅତି ମନୋହର ଧ୍ୟାନେ ଜାଣଇ ତା ଶରୀର ନିରତେ ଭାଳେ ଏକ ଚିତ୍ତେ ଭକ୍ତିରେ ମନ ପ୍ରମୋଦିତେ ସପ୍ତ ଧାତୁରେ ବଦ୍ଧ ହୋଇ ଅଞ୍ଜଳି କରିଣ ପ୍ରାର୍ଥଇ
ଭୟେ ବିଚାରଇ ମନର କେମନ୍ତେ ଏଥୁ ହେବି ପାର। ଏଥୁ ନିସ୍ତାର ମୋ କେମନ୍ତେ ଆତଙ୍କେ ଚିନ୍ତଇ ନିରତେ। ଯେମନ୍ତେ ଆଉ ପୁନର୍ବାର ଏ ଗର୍ଭ ଦୁଃଖ ନୋହୁ ମୋର। ଶ୍ରୀକୃଷ୍ଣ ପାଦେ କରି ଧ୍ୟାନ ଅତି ଆନନ୍ଦ ସୁଖେ ମଗ୍ନ। ଏଥୁ ନିର୍ଗତ ମୋ କେମନ୍ତେ ତାହାକୁ ଭାବେ ଅବିରତେ। ସେ ଦୁଃଖ ନଘେ ନଇଁ ଚିତ୍ତେ ଅନାଥ ମୁଁ ଯେ ଗର୍ଭଗତେ। ବେଦନା ପାଉଅଛି ଯେତେ ଏଥୁ ଉଦ୍ଧର ନାଥ ମୋତେ। ଏ ଦୁଃଖ ଯେମନ୍ତେ ନୋହିବ ଏମନ୍ତ କୃପା ମୋତେ ହେବ। ଏ ରୂପେ ବ୍ୟାକୁଳେ କଷଣେ ସ୍ତୁତି କରଇ ଅନୁକ୍ଷଣେ। জীববাচ তু নাথ পূর্ণ জ্ঞানময়ে আত্মা স্বরূপে বসুদেহে। সকল হৃদয়ে প্রকাশ গগনে জহ্নের বিত্রাস। এবে প্রণমু তোর পায়ে ভোনাথ কর মতে দয়ে। এ গর্ভবাস দুঃখ মতে যেমন্তে ন লাগে জগতে। ନିର୍ଲିପ ନିରଞ୍ଜନ ତୁହି ତୋ ରୂପ ନ ଜାଣନ୍ତି କେହି। ତୋ ପାଦ ନ ଭଜିଲେ ମୁହିଁ ଅଶେଷ ଗର୍ଭେ ଦେହ ବହି। ତେଣୁ ସକଳ ଗର୍ଭବାସ ଜନ୍ମିଣ ପୁଣି ଯାଇ ନାଶ। ତୁ ଏବେ ମୋତେ ଦୟା କର ଏ ଗର୍ଭ ସଙ୍କଟୁ ଉଦ୍ଧର। ଏ ମହାଗର୍ଭର କଷଣ ଏଥୁ ଉଦ୍ଧର ନାରାୟଣ। ଏ ଗର୍ଭୁ ହୋଇଲେ ନିସ୍ତାର ତୋର ଚରଣେ ଚକ୍ରଧର। ମୁଁ ପାପୀ ଭଜିବି ନିରତେ ଏ ଦୁଃଖ ନ ଲଭି ଯେମନ୍ତେ। ଭୋନାଥ ତୋହର ଚରଣ ପଶିଲି ଆଜି ମୁଁ ଶରଣ। ଜଗତ ରକ୍ଷାର ନିମିତ୍ତ ଇଚ୍ଛାଏ ନାନା ତନୁଭୂତ। ମୋହିତ ଅଟଇ ଅସତ ଏ ଗର୍ଭ କଷ୍ଟ ମୋ ଉଚିତ। ତୋ ରୂପ ଦେଖାଇଲୁ ଦେବ ଅପୂର୍ବ ଦୟାଳୁ ସ୍ୱଭାବ। ଗର୍ଭକୁ ଆଣିଲା ଯେ ମୋତେ ତା ପାଦେ ସ୍ତୁତି ମୋ ନିରତେ। ତା ପାଦେ ପଶିଲି ଶରଣ ସେ ମୋତେ କରୁ ପରିତ୍ରାଣ। ସେବଇ ତାର ପାଦ ଗତେ ଅଶେଷ କର୍ତ୍ତା ଯେ ଜଗତେ। ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ। ଯେ କଲା ଏତାଦୃଶ ଗତି ମୁଁ ପାପୀ ଅତୀବ ଦୁର୍ମତି। ସେ ପ୍ରଭୁ ଏ କଷ୍ଟୁ ରଖିବେ ତା ବିନା ଆଶ୍ରା ନାହିଁ ଯିବେ। ତାହାଙ୍କ ଅଭୟ ଚରଣେ ଶରଣ ଗଲି ଏ କଷଣେ। ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ ନ ଲାଗେ ଏ ଦୁଃଖ ବୃଜିନ। ମୁଁ କଷ୍ଟେ ଜନନୀ ଗର୍ଭରେ ଅଛଇ ମାୟା କଳେବରେ। ଜୀବ ସ୍ୱରୂପେ ଅଛି ମୁହିଁ ମୋ ନିଜ ଗର୍ମେ ବନ୍ଦୀ ହୋଇ। ଅଛଇ ବନ୍ଧନ ପରାଏ ଏ ଗର୍ଭ ପୀଡ଼ା ଅତି ଭଏ। ନମଇ ତାହାଙ୍କ ପୟରେ ଯେ ଦେବଛନ୍ତି ମୋ ହୃଦରେ। ବିଶୁଦ୍ଧ ବିକାର ବିହୀନ ଅଖଣ୍ଡ ବୋଧ ଅନୁଦିନ। ତ୍ରିବିଧ ସନ୍ତାପେ ତାପିତ ହୃଦୟେ ହୁଅଇ ପ୍ରତୀତ। ନମଇ ତାହାଙ୍କ ଚରଣେ ସେ ନାଥ ରଖୁ ଏ କଷଣେ। ଏ ପଞ୍ଚଭୂତେ ବିରଚିତ ଏମନ୍ତ ଦେହେ ମୁହିଁ ସ୍ଥିତ। ମିଥ୍ୟାରେ ଆଚ୍ଛନ୍ନ ହୋଇଛି ବୁଝିଲେ ସତ୍ୟ ନୁହେଁ କିଛି। ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ ଏଥେ ମୁଁ ବଦ୍ଧ ଅବିରତ। ବନ୍ଦଇ ସେ ପ୍ରଭୁ ଚରଣ ଏ କଷ୍ଟୁ କରିବେ ତାରଣ। ଅକୁଣ୍ଠ ମହିମା ତାହାର କେବେହିଁ ନଥାଇ ବିକାର। ଯେଣୁ ସେ ଆଦି ନିରଞ୍ଜନ ପ୍ରକୃତି ପୁରୁଷ ହୁଁ ଭିନ୍ନ। ସେ ପ୍ରଭୁ ପରମ ପୁମାନ ଦିଅନ୍ତୁ ମୋତେ ଦିବ୍ୟ ଜ୍ଞାନ। ଯା ମାୟା ଆବୋରି ରହିଛି ଏଣୁ ମୁଁ ସବୁ ବିସ୍ମରୁଛି। ତେଣୁ ଭ୍ରମଇ ଏ ସଂସାରେ ଶ୍ରମେ କାତର ନିରନ୍ତରେ। ତାହାଙ୍କୁ ଭଜିବଇ ଯେବେ ଏ ଦୁଃଖ ନିସ୍ତାରିବେ ତେବେ। ଭଜିଲେ ନିଜ ରୂପ ପାଇ ନ ଭଜି ପାର ହେବି କାହିଁ। ସେ ପ୍ରଭୁ ବିନୁ ଏହି ଜ୍ଞାନ କେ ଦେଇ ପାରି ମୋତେ ଆନ।
ତାତହୁଁ ଜ୍ଞାନ ମୁଁ ପାଇଛି ଯେଣୁ ମୁଁ ତ୍ରିକାଳ ଦେଖୁଛି। ଏଣୁ ଏ ଗର୍ଭ ଦୁଃଖ ଘୋର ନ ଜାଣେ ଶରୀର ମୋହର। ଏଣୁ ଯେ ତାହାଙ୍କୁ ଭଜିବି ତେବେ ସେ କର୍ମକୁ ଜିଣିବି। ଯାହାର ଅଂଶ ସ୍ଥିର ଚରେ ବ୍ୟାପିଛି ଭବନ ଭିତରେ। ବନ୍ଦଇ ତାହାଙ୍କ ଚରଣ ଭୋନାଥ ଦେବା ଦିବ୍ୟ ଜ୍ଞାନ। ବାଳ ଚଞ୍ଚଳ ଭାବ ମୁହିଁ ତୋ ପାଦ କମଳେ ପୁଛଇ। ଜନନୀ ଉଦର ଗୁହାରେ ପୁରୀଶ ମୂତ୍ରାଦି କୂପରେ। ଅବଶ୍ୟ ତହିଁ ମୁଁ ପଡ଼ିଛି ଜଠର ଅଗ୍ନି ଦହୁଅଛି। ତହୁଁ ବାହାର ହେବା ପାଇଁ ସଭଏ ମାସ ଗଣୁଥାଇଁ। କେବେ ସେ କରିବେ ବାହାର ସେ ପ୍ରଭୁ କୃପା ପାରାବାର। ଯେ କଲା ଏତାଦୃଶ ଗତି ଲଭିଲି ଦିବ୍ୟ ଜ୍ଞାନ ମତି। ସେ ବଡ଼ କରୁଣା ସାଗର ଯେ ମୋତେ ଦେଲେ ଜ୍ଞାନ ପର। ମୁଁ ତାଙ୍କୁ କି ସେବା କରିବି କି ଦ୍ରବ୍ୟ ଦେଇ ଣ ତୋଷିବି। ସେ ନାଥ ଦୀନବନ୍ଧୁ ଯେବେ ସ୍ୱଗୁଣେ ତୁଷ୍ଟ ହେବେ ତେବେ। ଅଞ୍ଜଳି ବିନୁ ନାରାୟଣ ମୋହର ଦ୍ରବ୍ୟ ନାହିଁ ଆନ। ଏ ଯେତେ ଜୀବ ପଶୁ ଆଦି ଅଜ୍ଞାନ ଦେହେ ନିରବଧି। ଦେଖନ୍ତି ସୁଖ ଦୁଃଖ ମାତ୍ର ଏଣୁ ହୁଅନ୍ତି କ୍ଲେଶ ପାତ୍ର। ଯେ ଦିବ୍ୟ ଜ୍ଞାନ ଦେଲେ ମୋତେ ଯେ ବୁଦ୍ଧି ଘେନି ଅବିରତେ। ଏ ଦେହ ଭିତରେ ବାହାରେ ପ୍ରତ୍ୟକ୍ଷ ଦେଖୁଛି ତାହାରେ। ଏ ଘେନି ସୁଖେ ଆଶା ନାହିଁ ଦୁଃଖକୁ ଭୟ ବା କାହିଁ। ଯେ ମୋତେ ଦେଲେ ଦିବ୍ୟ ଜ୍ଞାନ ସେ ପାଦେ ମୋହର ବନ୍ଧନ। ସେ ରୂପ ପ୍ରଭୁ ମନୋହର ଦର୍ଶନେ ଲୋଭ ଚିତ୍ତ ମୋର। ସେ ରୂପେ ସୁଧା ଆପ୍ୟାୟନେ ତୃଷିତ ଲୋଚନ ସଘନେ। କେବେ ହିଁ ନ ପାରଇ ଛାଡ଼ି ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି। ବହୁତ ଦୁଃଖର ଆବାସ ଏହି ମୋହର ଗର୍ଭବାସ। ମୁଁ ଦୁଃଖେ ବଞ୍ଚିବି ଗର୍ଭରେ କେବେ ହିଁ ନ ଯିବି ବାହାରେ। ସଂସାର ଅନ୍ଧକୂପ ଅତି ତହିଁକି ଯେ ଯିବେ ଗମନ୍ତି। ତୋ ମାୟା ଘୋଟଇ ତାହାକୁ ସେ ସତ୍ୟ ମଣଇ ମିଥ୍ୟାକୁ। ପଡ଼ଇ ସଂସାର ଚକ୍ରରେ ପୁତ୍ର କଳତ୍ର ମାୟା ଘୋରେ। ଏଣୁ ବାହାରେ ନ ଯିବଇଁ ମୁଁ ଗର୍ଭେ ମୋକ୍ଷ ସାଧିବଇଁ। ବ୍ୟାକୁଳ ନୋହି ଏ ଗର୍ଭର ସହିବି ଦୁଃଖ ମହାଘୋର। ଆତ୍ମାକୁ ତାରିବି ଏଠାରେ ମନ ନିବେଶି ଆତ୍ମାଠାରେ। ସାରଥି ବୁଦ୍ଧି ବିବେକକୁ କରିଣ ତାରିବି ଆତ୍ମାକୁ। ଗର୍ଭ ନିବାସ ଦୁଃଖ ଆର ଯେମନ୍ତ ନୋହିବ ମୋହର। ବିଷ୍ଣୁର ଚରଣେ ପଶିବି ଅଶେଷ ଗର୍ଭେ ମୁଁ ନ ଯିବି। ମୈତ୍ରେୟ ଉବାଚ ଏମନ୍ତେ ନାନା ସ୍ତୁତି କରି ଗର୍ଭ ଯାତନା ଦୁଃଖେ ଡରି। ସେ ଜୀବ ଅତି ଦୁଃଖେ ଛନ୍ନ ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ। କହନ୍ତି କପିଳ ଗୋସାଇଁ ସେ ଦେବହୂତି ମୁଖ ଚାହିଁ। କପିଳ ଉବାଚ ବିନୟ ଭାବେ ସ୍ତୁତି କରେ ଏ ଜୀବ ଜନନୀ ଉଦରେ। କେବେ ହିଁ ନୋହେ ତା ଉଶ୍ୱାସ ଦୁଃଖେ ପୀଡ଼ିତ 10 ମାସ। ଏମନ୍ତ ଦୁଃଖ ଅବଶେଷେ ଶରୀରୁ ପବନ ପ୍ରକାଶେ। ତାହାକୁ ପ୍ରସବ ମାରୁତ ପ୍ରେରଣ କରଇ ବହୁତ। ତକ୍ଷଣୀ ଅଧୋମୁଖ କରି ପକାଇ ଯୋନି ଦ୍ୱାର ଭରି। ଗର୍ଭ ଭିତରୁ ତାକୁ ହେଳେ ପବନ ଝାଙ୍କି ମହାବଳେ। ସେ ଯୋନି ଦ୍ୱାର ମାର୍ଗ ଗତେ ବାହାର କରଇ ତୁରିତେ। ଅତି ସଂକୀର୍ଣ୍ଣ ଜନ୍ମ ଦ୍ୱାର କଷ୍ଟରେ ହୁଅଇ ବାହାର। ସ୍ତମ୍ଭିତେ ଶ୍ୱାସ ନିରୋଧଇ ସେ ଗର୍ଭ ଜ୍ଞାନ ପାଶୋରଇ। ଅଜ୍ଞାନେ ପଡ଼ଇ ଭୂମିରେ ରକ୍ତ ଜର୍ଜର କଳେବରେ। କୃମିର ପ୍ରାୟେ ଚେଷ୍ଟା କରେ ରୋଦନ କରଇ କାତରେ। ଲଭଇ ବିପରୀତ ଗତି ସେ ଜ୍ଞାନ ଆଉ ନ ସ୍ମରନ୍ତି। ପାଳନ୍ତି ଜ୍ଞାତି ବନ୍ଧୁ ଜନେ ତା ଅଭିମତ କେହୁ ଜାଣେ। କ୍ଷୁଧାରେ ତକ୍ଷଣେ ରୋଦଇ ତା କେହି ବୁଝି ନ ପାରଇ।
ବୋଲନ୍ତି ପେଟ ବଥାଇଲା ଏଣୁ ବ୍ୟାକୁଳେ ରୋଦିଲା। ମୁଖେ ଦିଅନ୍ତି ନିମ୍ବ ରସ ଜୀବ ତ ପିୟଇ ଅବଶ। ନିଷେଧି ତାହା ନ ପାରଇ ଯାହା ଦିଅନ୍ତି ତାହା ଖାଇ। ଅଶୁଚି ଶଯ୍ୟାରେ ଶୟନ କରନ୍ତି ତାକୁ ପରିଜନ। କତହିଁ ଅବେଶେ ପଡ଼ିଥାଇ ପିମ୍ପୁଡ଼ି ମାଛି କୀଟ ଖାଇ। ନିବାରେ ନୋହଇ ସମର୍ଥ ଯେଣୁ ନ ଚଳେ ପଦହସ୍ତ। ଉଠି ବସିତେ ଶକ୍ୟ ନାହିଁ ବନ୍ଧନ ଯିବେ ପ୍ରାୟ ହୋଇ। କୋମଳ ଚର୍ମ ତା ଶରୀରେ କାଟନ୍ତି ମଶକ ନିର୍ଭରେ। ଦଶନ ବିକାଶୀ କାଟନ୍ତି ଶୋଷିଣ ଶୋଣିତ ପିବନ୍ତି। ତହୁଁ ସେ ଜ୍ଞାନହୀନ ହୋଇ ସର୍ବଦା ରୋଦନ କରଇ। ଏ ରୂପେ 5 ବର୍ଷ ଯାଏ ଶୈଶବେ ଦୁଃଖ ଭୋଗ ହୁଏ। ପୌଗଣ୍ଡ କାଳେ ମହା ଦୁଃଖ ତହିଁ ନ ପାଇ କିଛି ସୁଖ। ତଦନ୍ତେ ବିଦ୍ୟା ପ୍ରପଠନେ ଭୟେ ତରସ୍ତ ପ୍ରତିଦିନେ। ମରଣୁ ସେ ଦୁଃଖ ବଳଇ ନିର୍ଭୟ ସ୍ଥାନେ ପଶେ ଯାଇ। ଏମନ୍ତେ ଜୀବ ଲଭେ କ୍ଲେଶ ନ ପାଇ ଜ୍ଞାନ ଉପଦେଶ। ଯୌବନାବସ୍ଥା ପ୍ରବଶେଷ ତହିଁ ପୀଡ଼ିତ କାମ ବଶ। ମନେ କଳ୍ପିତ ଯା କରଇ ସେ ଯେବେ ଆସି ନ ଘଟଇ। ଶୋକରେ ହୁଅଇ ବାଧିତ କ୍ରୋଧିତ ହୋଏ ଅବିରତ। ଏମନ୍ତ ପ୍ରତି ସମ୍ବତ୍ସରେ କାମ ବଢ଼ଇ ନିରନ୍ତରେ। ଯେ ରୂପେ ଶରୀର ବଢ଼ଇ ତା ସଙ୍ଗେ କାମାଦି ବଢ଼ଇ। ପ୍ରକୋପ ବଢ଼େ କଳେବରେ କାମିନୀ ସଙ୍ଗେ କେଳି করে। ଅତ୍ୟନ୍ତ କାମେ ହୋଇ ବାଇ ଆପଣା ନାଶ ନ ଜାଣଇ। ନାନା ଯୋନିରେ ଆଶା করে ଏ ଯୁବା ବୟସ ବେଭାରେ। ଏମନ୍ତେ ବଢ଼େ ଦିନେ ଦିନେ ଯେ ରୂପେ ପ୍ରୌଢ଼ ସେ ଯୌବନେ। ବ୍ୟାକୁଳ ଧନ ଅରଜନେ ଚିତ୍ତ ବ୍ୟାକୁଳ ଦୁଃଖ ମନେ। ଦିନକୁ ଦିନ କାମ ଗାଢ଼େ ନିରତେ ଅହଙ୍କାର ବଢ଼େ। ସନ୍ତତି ଜନମ ବ୍ୟାକୁଳେ କାମିନୀ ସଙ୍ଗେ ରତି ମେଳେ। ବଞ୍ଚଇ ସୁଖ ପ୍ରାୟ ମଣି ଆତ୍ମାର ଦୁଃଖ ନ ପ୍ରମାଣି। ଏ ପଞ୍ଚଭୂତ କଳେବରେ ଆପଣା ବୋଲି ଯା ଆଦରେ। ମୁହର୍ତ୍ତା କର୍ତ୍ତା ସର୍ବଠାରେ ଏ ମୋର ଛନ୍ତି ଯେତେ ଘରେ। ଏହି କୁମତି ଭାବୁଥାଇ ଆପଣା ହିତ ନ ଜାଣଇ। ଚର୍ମ ଶୋଣିତ ଗାଢ଼ ଭିତ୍ତି ଅଶେଷ ରୋଗ ଯହିଁ ସ୍ଥିତି। ଏ ମୋ ଶରୀର ବୋଲି ଜାଣ କ୍ଷଣ ବିଧ୍ୱଂସନ ପ୍ରମାଣ। ଏ ଦେହ ଅସତ୍ୟ ସ୍ୱଭାବେ ଯେ ଆତ୍ମବୁଦ୍ଧି ଅନୁଭବେ। ପରହିଂସନେ କରେ ମତି ନିଜ ଶରୀର ସୁଖ ଚିନ୍ତି। ଅସାଧୁ ସଙ୍ଗେ ନିତ୍ୟେ ଥାଇ ସୁସାଧୁ ସଙ୍ଗ ନ ଇଚ୍ଛଇ। ନିତ୍ୟେ ବିଷୟା ସଙ୍ଗ ଚିନ୍ତି ଏ ଯେ ନ ଭଲେ ଆତ୍ମଗତି। ଆହାର ଶୃଙ୍ଗାର ଇଚ୍ଛଇ ନିବେଦେ ନିତ୍ୟେ ମନ ଦେଇ। ତାର ବିଶ୍ୱାସେ ନିତ୍ୟେ ମଜ୍ଜେ ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ। ଭଜଇ ବିଷୟ ତରଙ୍ଗ କେବେହିଁ ନୋହେ ସାଧୁ ସଙ୍ଗ। ଆତ୍ମାକୁ ନ କରେ ବିଚାର ଏଣୁ ଏ ଦୁଃଖ ମହାଘୋର। ଯେ ଦେହେ ନାନା କ୍ଲେଶ ଦେଇ କର୍ମ କରଇ ତାର ପାଇଁ। ଯେ କର୍ମେ ବଦ୍ଧ ପ୍ରାୟ ହୋଇ ଅଜ୍ଞାନେ ପୁଣ ଜନ୍ମ ହୋଇ। ଶିଶୁ ଉଦର ସୁଖାତୁରେ ଉଦ୍ୟମ କରେ ନିରନ୍ତରେ। ଏମନ୍ତ ଅସତ ଯେ ଜନ ତାର ସଙ୍ଗତେ କରେ ମନ। ତାଙ୍କ ସ୍ୱକର୍ମ ଆଚରଇ ଯେ ମାର୍ଗେ ନରକେ ପଡ଼ଇ। ଭୋ ମାତ ଶୁଣ ତଦନ୍ତରେ ପୂର୍ବେ କହିଛୁ ଯେ ପ୍ରକାରେ। ସେ ଭାବେ ପୁଣି ନରକେ ଯାଇ ଯାତନା ଅନେକ ଭୁଞ୍ଜଇ। ଏଣୁ ଅସତ ସଙ୍ଗ କଲେ ବିନାଶ ହୋଇ ଅବହେଳେ। ଅସତ ସଙ୍ଗ ସତ୍ୟ ନାଶେ ଶୌଚ ତପନ ପ୍ରକାଶେ। ମୌନ ବ୍ରତାଦି ନ ରହେ ବୁଦ୍ଧି ବିବେକ ହୁଅନ୍ତି କ୍ଷୟେ।
लज्जा छाड़न्ति कान्ति यश क्षमादि अजसे विनाश विनाश हुन्ति समदम ऐश्वर्य हुए उपशम अशांत जने संग होई जे मूढ़ भावे नित्य रही ज्ञान न बुझे दम्भ पड़े मिथ्या भाषई अनुक्षणे जे देहे आत्मबुद्धि करे साधु जनଙ୍କୁ न आदरे बोलई मोत हूँ अपरे के भाग्यवंत ए संसारे ମୋ ଧର୍ମ ଜାଣଇ ସକଳ ଏଣୁ ପୂଜିତ ଏ ଶୟଳ ମୋ ତହୁଁ ଧନବନ୍ତ କେହି ପ୍ରତୁଲ୍ୟ ନୋହିବ ଏ ମହି ମୋ ଧନ ଉପାଏ ମିଳଇ ଏଣୁ ମୋହର ଭୟ ନାହିଁ ଏମନ୍ତେ ଯେବା ଗର୍ବ କରେ ଦେହାନ୍ତେ ନରକେ ସଞ୍ଚରେ ହୁଅନ୍ତି ନାରୀଙ୍କ ଅଧୀନ ଖେଳିବା ହରିଣ ଯେ ସନ ଏମନ୍ତ ସଙ୍ଗ ନ କରିବ ଯେବେ ସୁଭାଗ୍ୟେ ଇଚ୍ଛା ଥିବ ଆବର ଶୁଣସି ଗୋମାଏ ଯେମନ୍ତେ ପ୍ରାଣୀ ନାଶ ପାଏ ଯେଣୁ ଯୁବତୀ ସଙ୍ଗେ ମନ ପ୍ରାଣୀର ହୋଏ ନିବନ୍ଧନ ଏମନ୍ତ ଅନ୍ୟ ସଙ୍ଗ ନାହିଁ ଏଣୁ ଯୁବତୀ ସଙ୍ଗୀ ନୋହି ତାହାଙ୍କ ସଙ୍ଗୀ ଯେତେ ଜନ ସେ ସଙ୍ଗ ନ କରିବ ମନ ସେ ସର୍ବେ ମୋହିତ କରନ୍ତି ସେ ସଙ୍ଗେ ପ୍ରାଣୀ ନାଶ ଯାନ୍ତି ପୂର୍ବେ ବିଧାତା କନ୍ୟା ଚାହିଁ ତା ରୂପ ଦେଖି ବନ୍ଦୀ ହୋଇ ସେ କନ୍ୟା ପିତାର ଅଜ୍ଞାନେ ପଳାଇ ଗଲା ଘୋର ବନେ ହରିଣୀ ରୂପ ସେ ଧଇଲା ଛଦମେ ବନସ୍ତେ ପଶିଲା ବିଧାତା ତଗତି ବିଚାରି ସେହି ହରିଣ ରୂପ ଧରି ଲଜ୍ଜା ଛାଡ଼ିଲେ ବେଦ ବ୍ରହ୍ମା ନାରୀଙ୍କ ଏମନ୍ତ ମହିମା ଏଣୁ କେ ତା ମୁଖୁ ତରିବ ଯହିଁ ମୋହିତ ବ୍ରହ୍ମା ଶିବ ସେ ସଙ୍ଗ ଛାଡ଼ିବ ଯତନେ ଶ୍ରେୟକୁ ବାଞ୍ଛା ଥିଲେ ମନେ ସେ ବ୍ରହ୍ମା ଯାହାକୁ ସର୍ଜିଲା ତାହେତୁ ଆପେ ମୋହ ଗଲା ସେ ସଙ୍ଗ ଯେତେ ପ୍ରାଣୀ କଲେ ଦେବ ମାୟାରେ ମୋହ ଗଲେ ଏମନ୍ତ କେହୁ ପ୍ରାଣୀ ଅଛି ନାରୀ ମାୟାରେ ନ ପଡ଼ିଛି ବିନା ସେ ପ୍ରଭୁ ଭଗବାନ ନାରୀଙ୍କି ନ ଜିଣିଲେ ଆନ ଦେଖ ମୋ ଯୋଗ ମାୟା ବଳ ଯୁବତୀ ସ୍ୱରୂପେ ପ୍ରବଳ ସେ ଯାକୁ ଅପାଙ୍ଗେ ଇଚ୍ଛଇ ସେ ପ୍ରାଣୀ ପଡ଼ି ମୋହ ଯାଇ ଦିଗ ବିଜୟୀ ଯେବେ ହୁଅନ୍ତି ତଥାପି ନାରୀ ବସେ ଥାନ୍ତି ସେବନ୍ତୀ ନାରୀଙ୍କ ପୟର ଏମନ୍ତ ମାୟା ବଳ ମୋର ଯେ ମୋକ୍ଷ ସାଧନ ଇଚ୍ଛିବ ସେ ନାରୀ ସଙ୍ଗ ନ କରିବ ସେ ବୀଣ ସାଧୁ ସୁଜ୍ଞ ଜନ ଲଭି ଯେ ଥାଇ ଆତ୍ମଜ୍ଞାନ ଏମନ୍ତ ଯୋଗୀ ସେବା ହୁଅନ୍ତି ତାହାଙ୍କୁ ଯୁବତୀ ନାଶନ୍ତି ନାରୀ ଅଜ୍ଞାନ ତମ ଦ୍ୱାର ଯୋଗୀ ଛାଡ଼ିବେ ସଙ୍ଗ ତାର କେବଳ ମାୟାରେ ଯୁବତୀ ନିର୍ମାଣ କଲା ପ୍ରଜାପତି ସେ ସେବା କରିବାର ଛଳେ ପାଶକୁ ଆସୁଥାଇ ବଳେ କପଟେ ବିନୟ ବଚନ କହି ବୋଧଇ ପ୍ରାଣୀ ମନ ବ୍ୟାଧ ଯେ ଶନେ ଛନ୍ଦ କରି ଜୀବ ବିନାଶେ ପାଶେ ଭରି ତେସନ ନାରୀଙ୍କ ବଚନ ବିଶ୍ୱାସୀ ହରେ ପ୍ରାଣୀ ମନ ତୃଣ ଆଚ୍ଛନ୍ନ କୂପେ ଥାଇ ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ ନିଶି ଦିବସେ କୂପ ଦ୍ୱାରେ ଜାଗ୍ରତେ ରହେ ନିରନ୍ତରେ ସେ ପଥେ ଯେ ପ୍ରାଣୀ ଗମନ୍ତି ସେ କୂପେ ପଡ଼ି ନାଶ ଯାନ୍ତି ସେ କୂପେ ଅତି ତମ ଘୋର ଦେଖି ଭ୍ରମନ୍ତି ସୁର ନର ତାହାର ଅନ୍ତ ପାର ନାହିଁ ଗଭୀର କେ ପାରିବ କହି ଯହିଁ ଅଶେଷ ଉଦେୟସ୍ତ ପ୍ରାଣୀ ନ ଜାଣେ ତାର ତତ୍ତ୍ୱ ସେ କୂପେ ପ୍ରାଣୀ ସୁଖ ଭରେ ପଡ଼ି ବୃକ୍ଷାଦି ଯେବେ ଧରେ ସେ ସର୍ବେ ଉପୁଡ଼ି ପଡ଼ନ୍ତି ସେ କୂପେ ପଡ଼ି ନ ବର୍ତ୍ତନ୍ତି ବୃକ୍ଷାଦି ଉପଲକ୍ଷ୍ୟ ଯେତେ ଧର୍ମାଦି ପୁଣ୍ୟ ଏ ସମସ୍ତେ ସେ କୂପ ପୁଣ୍ୟ ବିନାଶିନୀ ନିର୍ମିତ କଲେ ପଦ୍ମଯୋନି ସେ ଜ୍ଞାନ ମାର୍ଗ ଆଚ୍ଛାଦଇ ଅଜ୍ଞାନୀ ଜନେ ସୁଖମୟୀ
ସେ ସଙ୍ଗେ ପୁଣ୍ୟ କର୍ମ ଫলে সকল নাশ যাই ভোলে। এ ঘেনি কূপ মার্গ গতে জ্ঞানী ন গমে ভয় চিত্তে। দুর্গম দ্বার কূপ কহি তৃণ আচ্ছাদি রূপ জহি। যেবে অজ্ঞানে ভ্রমে জীব তা মৃত্যু প্রায় ক ভাবিব। ମୋ ମାୟା ନାରୀ ରୂପ ହୋଇ ପୁରୁଷ ପ୍ରାଣ ବିନାଶଇ। ତାହାକୁ ବୋଲେ ମୋ ଯୁବତୀ ତାସିରେ ଗୃହ ଧର୍ମ ଦିଅନ୍ତି। ଧନ ଜୀବନ ଆଦି ଯେତେ ସମର୍ପି ଥାଇ ସ୍ନେହ ଚିତ୍ତେ। ଗୁରୁଜନଙ୍କୁ ମାୟା କରେ ତାର ବିଶ୍ୱାସେ ଦିନ ହରେ। ସେବକ ଜନ ପ୍ରାୟ ହୋଇ ନିରତେ ସେବେ ସୁଖ ପାଇ। ଏ ଜୀବ ପ୍ରାଣ ଅନ୍ତକାଳେ ତାରୂପ ଧ୍ୟାନେ ସୁନିଶ୍ଚଳେ। ସେ ନାରୀ ସ୍ୱରୂପ ଧରଇ ପୁରୁଷ ଅଙ୍ଗ ପ୍ରତେଜଇ। ସେ ମାୟା ରୂପ ହୋଏ ପତି ଗୃହତନୟା ସୁତା ନାତି। ତାହାଙ୍କ ସ୍ନେହେ ବଶ ହୋଇ ସେ ମୃତ୍ୟୁ ବୋଲି ନ ଜାଣଇ। ଯେ ଶନେ ବ୍ୟାଧ ଗୀତ ଗାଇ ମୃଗତା ଶୁଣି ତୋଷ ହୋଇ। ଗୀତରେ ଦେଇଥାଇ ମନ ନ ଜାଣି ଆତ୍ମା ବିନାଶନ। ଏ ଜୀବ ରୂପ କଳେବର କର୍ମ କରଇ ନିରନ୍ତର। ଲୋକରୁ ଅନ୍ୟ ଲୋକ ଯାଇ ସଞ୍ଚିତ କର୍ମ ସେ ଭୁଞ୍ଜଇ। ସେ କର୍ମ ବଶେ ଗତାଗତ କର୍ମ କରଇ ଅବିରତ। କର୍ମର ସମାପନ ନାହିଁ ଯେଣୁ ସନ୍ତତ କରଇ। ଯେ ସୂକ୍ଷ୍ମ ଲିଙ୍ଗ କଳେବର ସେହିଟି ଉପାଧି ଜୀବର। ସ୍ଥୂଳ ଶରୀର ଭୋଗ ସ୍ଥାନ ସେ ପଞ୍ଚଭୂତେଷୁ ଘଟନା। ଏବେନି କଳେବର ଯେବେ କାର୍ଯ୍ୟକୁ କ୍ଷମ ଏ ନହିବେ। ଜୀବର ଏହିଟି ମରଣ ଜନ୍ମଟି ଦେହ ଦର୍ଶନ। ଏହାକୁ ବୋଲି ମୃତ୍ୟୁ ଜନ୍ମ ମାୟା କରିଛି ଏତେ ଭ୍ରମ। ଏଥକୁ ଦୃଷ୍ଟାନ୍ତ କହିବା ଜନ୍ମ ମରଣେ ବୁଝାଇବା। ନେତ୍ରଗୋଲକ ଯେତେବେଳେ ବ୍ୟାଧିରେ ପୀଡ଼ିତ ଆକୁଳେ। ଦେଖିତେ ସମର୍ଥ ନୁହଁଇ ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ। ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ ଦେଖିତେ ସମର୍ଥ ନୁହଁଇ। ଏଠାରେ ଦ୍ରଷ୍ଟା ରୂପ ଜୀବ କେମନ୍ତେ ରୂପ ସେ ଦେଖିବ। ଏହି ପ୍ରକାରେ ସ୍ଥୂଳ ଦେହେ କର୍ମ ଯୋଗ୍ୟତା ଯେବେ ନୁହେଁ। ତେବେ ସେ ଲିଙ୍ଗ କଳେବର କରି ନ ପାରଇ ବ୍ୟାପାର। ଏହିଟି ଜୀବର ମରଣ ଏ ଜୀବ ଜନ୍ମ ମୃତ୍ୟୁହୀନ। ଯେବେ ତା ଜନ୍ମ ମୃତ୍ୟୁ ନାହିଁ ଏବେନି ଭୟ ଆଉ କାହିଁ। ମୃତ୍ୟୁକୁ ଭୟ ନ କରିବ ଜୀବା ବ୍ୟାପାର ଛାଡ଼ିବ। ସାଧୁ ସଙ୍ଗତେ ଯାର ଚିତ୍ତ କେବେହିଁ ନୋହେ ବିମୋହିତ। ଏକଥା ପୂର୍ବ ପୁଣ୍ୟ ଗାଢ଼େ ଆନନ୍ଦେ ବଢ଼ଇ ନିବିଡ଼େ। ଯାହାର ପୂର୍ବେ ତପ ନାହିଁ ସୁସଙ୍ଗ ସେ ପାଇବ କାହିଁ। ଅଚେତେ ଅସାଧୁ ସଙ୍ଗମ ମିଳେ ଅନୀତି ଭାବ ପ୍ରେମ। ଯେ ସଙ୍ଗେ ଭକ୍ତି ଯୋଗ ମିଳେ ଯତ୍ନ କରିବ ସଙ୍ଗ ମିଳେ। ଭକ୍ତି ମିଳନ୍ତେ ମୁକ୍ତି ଭାବ ଭବ ଜଳଧି ତଟେ ନାବ। ସେ ନାବେ ବଶ ଦୃଢ଼ କରି ମାୟା ଜଳଧି ଯେଣେ ତରି। ଏମନ୍ତ ଜୀବ ଗତି ଜାଣି ଛାଡ଼ିବ ସବୁ ସଙ୍ଗ ପୁଣି। ଗୋବିନ୍ଦ ପାଦେ ଦେଇ ଚିତ୍ତ ଯେ ପ୍ରାଣୀ ଥିବ ଅବିରତ। ମାୟା ବନ୍ଧନେ ନ ପଡ଼ିବ ତେବେ ସେ ମୁକ୍ତି ଲଭିବ। ବୈରାଗ୍ୟ ଯୋଗାଭ୍ୟାସ କରି ବୁଦ୍ଧି ବିବେକ ସୁବିଚାରି। ମାୟାର ଚିତ ଏ ସଂସାରେ ସ୍ନେହ ଛାଡ଼ିବ କଳେବରେ। କେବଳ ଶରୀର ରଖିବ ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ। ହରିଚରଣେ କରି ଧ୍ୟାନ ଲଭିବ ଏହୁ ତତ୍ତ୍ୱଜ୍ଞାନ। ଏମନ୍ତ କହି ନାରାୟଣ ବନ୍ଦିଲେ ଜନନୀ ଚରଣ। ସେ ହରି ଚରଣ ପଙ୍କଜ ସୁଜନ ଜନ ନିତ୍ୟେ ଭଜ। ତୃତୀୟ ସ୍କନ୍ଧେ ଭାଗବତ କପିଳ ଯୋଗ ବିଧି ଖ୍ୟାତ।
ହରି କହିଲେ ଜୀବ ଗତି ଶୁଣି ତରିବେ ମୂଢ଼ମତି। ଭଣଇ ଜଗନ୍ନାଥ ଦାସ ସାଧୁଙ୍କ ହିତେ ପ୍ରକାଶ। इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे कापिलेयोपाख्याने जीवगतिर्नाम 31 अध्यायः।